ଚାଲିଛି ମୂର୍ତ୍ତି ତିଆରି। କାଠରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି ପରେ ରଙ୍ଗ ଦେଉଛନ୍ତି ଶିଳ୍ପୀ। ଏ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଏନ୍ଏସି 8 ନମ୍ବର ୱାର୍ଡ ମେଣ୍ଢାଖାଇର ତୁଷାର ମହାନ୍ତି। 14 ବର୍ଷ ବୟସରୁ ସେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରେମରେ ପାଗଳ। ବଡ଼ବାପା ରବିନାରାୟଣ ମହାନ୍ତିଙ୍କ ପ୍ରଭାବରେ ପ୍ରଭାବିତ ହୋଇ କାଠରେ ମୂର୍ତ୍ତି ଗଢ଼ି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସାଉଁଟିଛନ୍ତି ଢେର ସମ୍ମାନ ଓ ସ୍ୱୀକୃତି। এই ছোট বিগ্রহ করিবা 800 মাইক্রনর 0.8 mm র সেটা বহুত কষ্টকর ଥିଲା ଆଉ ସେଇଟାକୁ କରିବା ପାଇଁ ମୋତେ ବହୁତ ଟାଇମ୍ ଲାଗିଥିଲା। ତଥାପି ତାଙ୍କରି ଆଶୀଷରୁ ହେଇପାରିଛି। ମଧ୍ୟବିତ୍ତ ଚାଷୀ ପରିବାରର ତୁଷାର ନିମ୍ବ କାଠ ସଂଗ୍ରହ କରି ନିହଣ ମୁନରେ ମୂର୍ତ୍ତି ଗଢ଼ିଥାନ୍ତି। ଏପରିକି ଖାଲି ଆଖିକୁ ଦେଖାଯାଉନଥିବା 800 ମାଇକ୍ରନର ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ କରିବାରେ ତାଙ୍କର ଦକ୍ଷତା ରହିଛି। ତେବେ ତାଙ୍କ ପ୍ରତିଭାକୁ ସମସ୍ତେ କରୁଛନ୍ତି ଭୁରି ଭୁରି ପ୍ରଶଂସା। ସେ ଆଗରୁ ବି ବିଗ୍ରହ ତିଆରି କରୁଥିଲେ, ଏବେ ବି କରୁଛନ୍ତି। ଆଉ ସେ ଏବେ ଯେଉଁ ସବୁ ପାଇଛନ୍ତି ଆୱାର୍ଡ, ଆମକୁ ବହୁତ ଖୁସି ଲାଗୁଛି। ଆମ ଘର ଲୋକ ବି ବହୁତ ଖୁସିରେ ସମର୍ଥନ କରିଛନ୍ତି। ଆଉ ଆଗରୁ ବି ବହୁତ ଆୱାର୍ଡ ପାଇଲେଣି। ସେ ତାଙ୍କୁ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି, ଏମିତି ତିଆରି କରିବେ ସବୁଦିନେ, ତାଙ୍କରି ଆଶୀର୍ବାଦ ତାଙ୍କ ମୁଣ୍ଡ ଉପରେ ଥାଉ। ବିଭିନ୍ନ ସମୟରେ ଭଗବାନ ଶ୍ରୀ ଜଗନ୍ନାଥଙ୍କର ବହୁତ ପ୍ରକାରର ମୂର୍ତ୍ତି ବନେଇକି ଆଗରୁ ଆନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି, କାହିଁକି ନା ସେ ଆଖିକୁ ଦେଖାଯାଉନଥିବା ଭଳିଆ 800 ମାଇକ୍ରନର ଜଗନ୍ନାଥଙ୍କର ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି। ପୂର୍ବରୁ ସେ ଇଣ୍ଟରନ୍ୟାସନାଲ ଆୱାର୍ଡରେ ମଧ୍ୟ ସ୍ଥାନ ପାଇଥିଲେ। ତେବେ ତାଙ୍କର ଏହି ଚେଷ୍ଟା ଏବଂ ଉଦ୍ୟମ ଆଗକୁ ଜାରି ରହୁ। ଉଦଳାରୁ ମାନସ ପାଣି, କଳିଙ୍ଗ ଟିଭି।